ନାଇଟ୍ ପିନ୍ଧି ବ୍ରାଏ ପିନ୍ଧି ପେଣ୍ଟ ପିନ୍ଧି ହେଲା। ଏତେ ଜଲ୍ଦି ବାଲିଯାତ୍ରା ଯିବ ନା କଣ? କହିଦେଇ ପଳେଇବ ସବୁ। ଜାଣିଛ ନା ଟିକେ ମତେ ଟିକେ ଲାଜ ଲାଗେ ନା। ଲାଜ କଣ ତମେ ବାହା ହେଇ ପିଲା ହେଇଗଲା ଲାଜ ଲାଜ। ବାହା ହେଇକି ପିଲା ହେଲା ବୋଲି କଣ ଲାଜ ବୋଲି କଣ ଜିନିଷ ଟା ନାହିଁ ନା। ଲାଜ କଣ ଆମକୁ ଲାଜ ଲାଗିବ ତ। ଶୁଣିବା ସାରୁ ତୁମକୁ ଲାଗେ ପୁଅ ଛୁଆକୁ ଲାଜ ଲାଗିଲା ନା ଲାଗେ। କଣ ପିନ୍ଧିବା କହିଲେ ଆଉଥରେ? ସରି ମୁଁ କହିଲି କଣ ପିନ୍ଧିଛ ଆଉଥରେ କୁହ? ନାଇଟି ନାଇଟି ବ୍ରାଏ ପ୍ୟାଣ୍ଟ। ବ୍ରା କୋଉ କଲର? ବ୍ଲାକ୍। ବ୍ଲାକ୍। ସବୁ ପଚାରି ପାରିବି ତ? ମୁଁ କହିଲି ସବୁ ପଚାରି ପାରିବି ତ? କଣ? ଶୁଭିଲାନି। ମୁଁ କହିଲି ମୁଁ ତମକୁ ସବୁ କଥା ପଚାରି ପାରିବି ତ ଯାହା ଜାଣିବାକୁ ଚାହୁଁଛି? ପଚାରୁନ କଣ ପଚାରିବ ଯୋଉଠି ମତେ ମାନେ କହିବା ପାଇଁ ଇଏ ଲାଗିବ ସେଇଠି ଷ୍ଟପ୍ କରିଦେବି ଆଉ କୁହ। କହିବା ପାଇଁ ଇଏ ଲାଗିବ? ତମେ ପଚାର କଣ ପଚାରୁଛ? ଆଉ ସାଇଜ କେତେ? ସାଇଜ ହଁ 34। 34। ହୁଁ। ବହୁତ ବଡ ହେଇଯାଉଛି ନା? ବହୁତ ବଡ ହେଇଯାଉଛି ନା? ହଁ ମାନେ ମୁଁ ତ ମୋଟିଟେ ବୁଝିପାରୁନ ନା। ଓହୋ ମାନେ ହେଲ୍ଥ ମାନେ ୱେଟ କେତେ ଜାଣିଛ ନା 60। କେତେ? 59। 69। 59 59। ଓହୋ। ମୋଟି ହେଲେ କଣ ଅଛି? ମୋଟି ହେଇଗଲି ମୋଟି ଆଗରୁ ଥିଲି ଯେ ମାନେ ମ୍ୟାରେଜ ପରେ କାହିଁକି ମୋଟି ହେଇଗଲି ମୁଁ ଜାଣିନି। ମ୍ୟାରେଜ ପରେ ପ୍ରାୟ ପିଲା ମୋଟି ଯାଆନ୍ତି। ତ ମ୍ୟାରେଜ ପରେ ତ ମୋଟି ହେଇଯାନ୍ତି ମାନେ ପିଲାପିଲି ହେଲା ପରେ ସମସ୍ତେ ପତଳା ହେଇଯାନ୍ତି ନା ନାଇଁ। ହଁ ସେଇଟା ମୋ ଠିକ। ପିଲା ହେଲା ପରେ ମୁଁ ଆହୁରି ମୋଟି। ଆଉ ତଳର? ସେଇଟା ଜାଣିନି। କଣ କଲର? ମୁଁ ସେଇଟା ଜାଣିନି। ଆରେ କଲର କଣ ନା? ନାଇଁ କଣ ସେ କି କଲର କହନି। କଣ? ମାନେ ଏଇ ଯୋଉ ଇଏ କଲର ନୁହଁ। କୋଉ କଲର? କଣ କୁହନ୍ତି କହନି ମାନେ ଗ୍ରୀନ ର ପୁରା ଗାଢା କଲର। ଆଚ୍ଛା ଆଚ୍ଛା। ଅବାଗିଆ ଲାଗୁନି ଏତେ ଜିନିଷ ପିନ୍ଧିକି ଇଏ ଶୋଉଛ? କଣ? ମୁଁ କହିଲି ଅବାଗିଆ ଲାଗୁନି ଏତେ ଜିନିଷ ପିନ୍ଧିକି ଶୋଉଛ? ନାଇଁ। ଆମର କଣ ଅଛି ଆମେ ଖାଲି ଗୋଟେ ପ୍ୟାଣ୍ଟ ପିନ୍ଧି ଶୋଇପଡୁ। ଆଉ କଣ? ଭଗବାନ ସିନା ମତେ ଟିକେ ତମ ଭଳିଆ ପୁଅ କରିଥାନ୍ତେ। କଣ? ମୁଁ କହିଲି ଭଗବାନ ସିନା ମତେ ଟିକେ ତମ ଭଳିଆ ପୁଅ କରିଥାନ୍ତେ। କଣ କରିଥାନ୍ତ? ମତେ ପୁଅ ପିଲା ବହୁତ ପସନ୍ଦ ମାନେ ପୁଅ ହବା ପାଇଁ ବହୁତ ପସନ୍ଦ ଯଦି ପୁଅ ପିଲା ଓହୋ। ମତେ ତ ଭଲ ଲାଗେ ଆଉ। ଆଉ ଗୋଟେ ପ୍ରାଇଭେଟ କଥା ପଚାରିବି ଖରାପ ଭାବିବନି? ନାଇଁ କୁହ। ଭାଇ କେତେ ଥର କରନ୍ତି? ହୁଁ? ଭାଇ କେତେ ଥର କରନ୍ତି? ଭାଇନା? ହଁ। ହଁ ଯେତେବେଳେ ମ୍ୟାରେଜ ନୂଆ ନୂଆ ହେଲା ଦିନକୁ 2 ଥର ନହେଲେ 3 ଥର। ବାପରେ। ଯୋଉଟା ମାନେ ସତ କଥା କହୁଛି ହେଲା। ତାପରେ ମାନେ 2 ମାସ କି 3 ମାସ ଗଲା ପରେ ମାନେ ଡେଲି ରାତିରେ ଖାଲି ଥରେ ଥରେ। ତାପରେ ପିଲା ହେଇସାରିଲା ପରେ 15 ଦିନରେ ଥରେ ମାସରେ ଥରେ। ମାନେ କଣ ମାନେ ଯେତେ ନୂଆ ନୂଆ ଥିଲେ ମାନେ କେମିତି କଣ କରନ୍ତି? ନୂଆ ନୂଆ କେତେବେଳେ କଣ କରନ୍ତି? ନୂଆ ନୂଆ ଯେତେବେଳେ ଆସିବେ ଶୋଇବା ପାଇଁ ସେତେବେଳେ। ଦିପହରେ କଣ ରାତି କଣ ସକାଳେ କଣ। ବାପରେ। ଯେତେବେଳେ କାମ ନଥିବ ଯେତେବେଳେ ଆସନ୍ତି ପାଖକୁ ଜଷ୍ଟ ଖାଲି ଆସିବ ପାଖରେ ବସିଲେ ଖାଲି କହିବେ ହଁ ଚାଲ ଏମିତି ଆଉ। ଏବେ ସେମିତି ଆଉ ନୁହଁ କୋଉ ମାସରେ ବର୍ଷରେ ଥରେ ତ ହେଲା ନଚେତ ନାହିଁ। ଏବେ ଇଚ୍ଛା ନାହିଁ ଆଉ ନା? ନା ଏବେ ଇଚ୍ଛା ନାହିଁ ମାନେ ଇଚ୍ଛା ଥିଲେ ବି ମାନେ ସେ କଣ ମାନେ ଡ୍ରାଇଭର ଅଛନ୍ତି ନା ଦିନ ସାରା ଗାଡି ଚଲେଇ ଚଲେଇକି ଆସୁଛନ୍ତି ରାତି ହେଲା ବେଳକୁ ଥକା ହେଇଯାଉଛି ଶୋଇପଡୁଛନ୍ତି। ଯୋଉଦିନ ମୋର ଇଚ୍ଛା ହବ ସେଦିନ ମୁଁ ତାଙ୍କୁ ଡାକିବି ଯୋଉଦିନ ତାଙ୍କର ଇଚ୍ଛା ହବ ସେଦିନ ସେ ମତେ କହିବେ। ତମେ କଣ କୁହ ତମର ଇଚ୍ଛା ହୁଏ? ନା ମୁଁ ଖାଲି କହିଦେବି ଗେଲା ମୁଁ ତାଙ୍କୁ ଗେଲା ଡାକେ ଗେଲା କହେ ଉଠୁନ ନା କଣ ନାହିଁ ଇଚ୍ଛା ହଉଛି।
ଏମିତି କୁହ। ହଁ ଏମିତି କହିଲେ ସେ ଜାଣିନି। ହୁଁ ହୁଁ। ସେ ରହ ମତେ ନିଦ ଲାଗୁଛି ଶୋଇପଡ ଭୋର ଭୋର ମାନେ ନାଇଁ ଭୋର ଭୋର ନା ଆଉ କହିଲିନି ଯା ବସ ରାଗି ଯିବି ରାଗିଗଲା ପରେ ସେ ତାପରେ ଉଠି ଆଉ କେତେ ସମୟ କରନ୍ତି? ସାଙ୍ଗେ ସାଙ୍ଗେ ତଥାପି 1 ମିନିଟ ଭିତରେ। କଣ ଖୁସି ଲାଗେ ତମକୁ? ହଁ 1 ମିନିଟ କଣ ଖୁସି? ସତରେ 1 ମିନିଟ ନହେଲେ 2 ମିନିଟ ବେଶୀ ନୁହଁ। 1 ମିନିଟ କଣ ଭଲ ଲାଗିବ କରିବାକୁ? ମତେ ବେଶୀ ଟାଇମ ଭଲ ଲାଗେନି। ସେ ମୋ ଉପରେ ଶୋଇଲେ ମତେ ମୁଁ ତ ସମ୍ଭାଳି ପାରିବିନି। କଣ କଣ କେମିତି କରନ୍ତି କହିଲ? ଶୁଭିଲାନି। କଣ କେମିତି କରନ୍ତି? ଖାଲି ଶୋଇକି ଆଉ କେମିତି? ତଥାପି କହୁନ ଟିକେ। ମୁଁ ଶୋଇପଡେ ମୋ ଉପରେ ସେ ଶୋଇପଡେ ଆଉ କଣ। ମୋବାଇଲରେ ସେ ସବୁ ତମେ ଯୋଉ ଭିଡିଓ ଦେଖ ନା ସେ ବି ସେମିତି ଦେଖନ୍ତି। ମତେ କୁହନ୍ତି ଦେଖିବା ପାଇଁ ମତେ ସେ ଭିଡିଓ ଦେଖିବା ପାଇଁ ଭଲ ଲାଗେନି। କହେ ଦେଖିଲେ ମାନେ ଟିକେ ଭିଡିଓ ଟିକେ ମାନେ ରୋମାଣ୍ଟିକ ହବା ऐसा हवा तैसा ମାନେ ବାଳ हो ଏମିତି ସେ ଦେଖନ୍ତି ପ୍ରାୟ ଟାଇମ ସେ ଭିଡିଓ କେତେବେଳେ କେମିତି ଯୋଉଦିନ ତାଙ୍କର ମୁଡ୍ ଥିବ। 3 ଥର ଯୋଉ କର କୋଉନ ଯୋଉ ନୂଆ ବେଳେ 3 ଥର ଯୋଉ କୋଉନ ନୂଆ ବେଳେ କରନ୍ତି 3 ଥର ଲେଖା। ସେଟା ମାନେ 3 ଥର ବୋଲିକି କଣ ସେଠୁ ସକାଳେ ପଳେଇ ନା କାମକୁ ଧର କୌଣସି ବି କାମକୁ ଗଲେ ଗାଡି ଚଲେଇବା ପଡୁ କୌଣସି କାମ ଦିପରେ ପଳେଇ ଆସନ୍ତି। ସେତେବେଳେ ଆମେ ଏଠି ରହୁନଥିଲେ ତ ଭଲ ପାଇକି ପଳେଇଲୁ ବାଲେଶ୍ଵରରେ ଥିଲୁ। ସେଠି ଥରେ ପଳେଇବେ ସକାଳେ ଦିଥର ପଳେଇ ଆସେ ଖାଇ ଦେଇକି ସେ ଗାଧେଇ ଖାଇଦେବେ ଖାଇ ଦେଇକି ଯାଇକି ଶୋଇବୁ ଟିକେ ସନ୍ଧ୍ୟା ପର୍ଯ୍ୟନ୍ତ 4-5ଟା ପର୍ଯ୍ୟନ୍ତ ସେ ଶୋଇବା ଭିତରେ ଶୋଇବା ଥରେ ହବ। ପୁଣି ଏଠି ପୁଣି ମାର୍କେଟ ଗଲେ ସେ ମୁଁ ଘରେ ରହିଲି ତାପରେ ପୁଣି ରାତିରେ ଶୋଇଲା ବେଳେ ସେ ଥରେ ପୁଣି ଭୋର ଥରେ। ଭୋର କଣ ଉଠିକି କରନ୍ତି? ଭୋର କଣ ଉଠିକି ପୁଣି କରନ୍ତି? ତମର ବି ଇଚ୍ଛା ହୁଏ ନା? ଇଚ୍ଛା ନାଇଁ ଏଠିକି ଯେତେବେଳେ ଧର କାମକୁ ଯିବା ଟାଇମ ହେଇଯିବ ତାଙ୍କର ଫୋନ ଆସିବ ଯେ ଲକି ଉଠ କାମକୁ ମାନେ ଯିବା କୌଣସି କାମରେ ହଉ ସେ ଉଠି ପଡିକି ବାସ୍ ଡାକିବେ ମୁଁ ଉଠିବି ଉଠିଲା ପରେ ତାପରେ ଟିକେ ଦି ଜଣ ଟିକେ ରୋମାନ୍ସ କରିବୁ ସେଇଠି ବ୍ରସ୍ କରିଦେଇ ଖାଇଦେଇ ପଳେଇ କିସ୍ କରନ୍ତି ନାହିଁ? କଣ କେମିତି କରନ୍ତି କୁହ? କେମିତି କରନ୍ତି? କଣ କେମିତି କରନ୍ତି ଜାଣିବାକୁ ଚାହୁଁଛି। ସେ ପ୍ରଥମେ ଆସିକି କଣ କରିବେ ଖାଲି ଟିକେ କିସ୍ କରିବେ ଏମିତି ଆଉ। କହୁନ ମୁଁ ପଚାରିଲି କଣ ପାଇଁ? ଆଉ କହିପାରିବିନି ଏତେ କହିଲେଣି କେତେ କଥା କହିଲେଣି ଦେଖନ୍ତୁ। କଣ କେତେ ମନ୍ତ୍ର ମୁଁ ଜାଣି କଥା କହିଲେ ତମର ପୁଣି କିଛି ହବ ଯେ ମୋର ତ ଅଲରେଡି ହେଇଗଲାଣି। ଟେମ୍ପରେଚର ବଢିଥିବ। ମୋର ତ ବଢିକି କଣ ହେଇଗଲାଣି। ତମେ ହଇରାଣ ହଉଛି। ତମର ବି ହଉଥିବ। କଣ କହିଲି ତମର ବି ଇଚ୍ଛା ହଉଥିବ। ମୋର ରାଣ ଅଛି ଭଗବାନଙ୍କୁ ରାଣ ଟିକେ ଦେବେ ଇଚ୍ଛା ହଉନି। ଉଦାହରଣ ଦଉଛି ଏବେ ତମ ପାଖରେ ଥାନ୍ତି ତ ତମର ଇଚ୍ଛା ହେଇଥାନ୍ତା। ପାଖରେ ଥିଲା ତ ହେଇଥାନ୍ତା। ମାନେ କଣ ଇଚ୍ଛା ହବ କଣ କରିବାକୁ ପଡିବ ଛୁଇଁବାକୁ ପଡିବ ନା କଣ? ନାଇଁ ମୋର ଇଚ୍ଛା ଟିକେ ବି ନାହିଁ। ଆରେ ଉଦାହରଣ ଦଉଛି। ଉଦାହରଣ କଣ ପୁଅ ଛୁଆ ପାଖରେ ଥିଲା ତ ନିଶ୍ଚିନ୍ତ ତ ଇଚ୍ଛା ହବ କି ନାଇଁ। ଓହୋ ଭାଇଙ୍କ କହିଲା ତମେ କୁହ ତମର ମାନେ ନା ତମେ ତ ମ୍ୟାରେଜ କରିନ ନା ତମେ କଣ ପଚାରିବ? ପଚାରୁନ। ନାଇଁ ତମେ ମ୍ୟାରେଜ କରିନ ନା ତମେ ଲାଇଫରେ କୌଣସି ଝିଅ ସାଙ୍ଗରେ ଇଲିଗାଲ ରିଲେସନ ରଖିଛ? ନାଇଁ। ସତ କହିବ ହେଲା କି ମୁଁ ତମକୁ ସବୁ କଥା କହିଲି ତମେ ମତେ ସତ କଥା କହିବ। ଭଗବାନଙ୍କର କାହା ସହିତ ରଖିନି କି ଏପର୍ଯ୍ୟନ୍ତ କନେକ୍ସନ ଗୋଟେ ହେଲାନି ଆଉ କାହା ସହିତ ରଖିବି? କାହିଁକି କନେକ୍ସନ କରୁନ କାହିଁକି? ଆଜିକାଲି ତ ସବୁଆଡେ ଯୋଉଠିକି ଯିବ ସେଇଠି କନେକ୍ସନ ଦେଖିବ। ରାସ୍ତାରେ ବୁଲା କୁକୁରକୁ ଦେଖିଛ ନା କେମିତି କନେକ୍ସନ? ଭାଇ ସେମିତି କରନ୍ତି। କଣ? ଭାଇ ସେମିତି କରନ୍ତି।
ନା ନା ଆମର ସେମିତି ଏତେ ବି ଖରାପ ହୁଏନି। ଜଷ୍ଟ ଖାଲି ମୁଁ କହିଲି ତ ମୁଁ ଶୋଇ ପଡିବି ସେ ଆସି ମଝିରେ ସେ କୁହନ୍ତି ଏମିତି କରିବା ସେମିତି କରିବା ମୁଁ ମନା କରେ। କଣ ପାଇଁ? ସେ ଫିଲ୍ ହବ ମୁଁ ନା, ଶୋଇପଡିବି। ଭଲ କି ଫିଲ୍ ହବ ନା, କରିବାକୁ ମଜା ଲାଗିବ। ମତେ ଭଲ ଲାଗେନି ଏତେ ସେଟା କରିବା ପାଇଁ। କଣ ୟାର ଏମିତି କହୁଛ, ଭାଇଙ୍କୁ ନିରାଶ କରୁଛ। ମତେ ସବୁବେଳେ କହିବେ ତୁ ଜମା ତ ମାନେ ପୁରା ବୋରିଂ ଏସା ତେସା ଚାଲିବ ନା ଆଉ କୋଉଠି ନେଇ ପଳେଇ ଆସେ। ମୁଁ କହିଲି ମାଲକୁ ନେଇକି ହାତ ପୁରାନ୍ତିନି, ଉଁ, ହାତ ପୁରାନ୍ତି କହିଛି। ନାଇଁ କଣ ପାଇଁ? ସିଏ ଖାଲି ମୋର ଖାଲି ଉପର ଟିକେ ହାତ ମାରନ୍ତି। ଉପରଟା ତ ହାତ ମାରିବା ଜାଗା, କିନ୍ତୁ ତଳେ ନା ସେଟା ନୁହେଁ, ସେଠି ମୁଁ ହାତ ମାତ ଦିଏନି। ଉପର ହାତ ମାରିଲେ ତ ମତେ ଇଚ୍ଛା ହବ ଆଉ କଣ। ଇଚ୍ଛା ତ ହବ, ସେଇଟା କଣ ଜାଣିନି ଇଚ୍ଛା ହବ। ସେ ଜାଣିଛନ୍ତି ମୋର ଗୋଟେ ଦୁର୍ବଳତା। ସେ just ମତେ ଟିକେ ଲିପକିସ୍ କରିକି ଉପରେ ହାତ ମାରିଦେଲେ ସେ ଜାଣିଛନ୍ତି ମୁଁ ଟିକେ ମନ ହୁଏ। ଯୋଉଦିନ ମୋର ମନେ ନଥିବ ତାଙ୍କର ମନେ ଥିବ ସେ ଟାଣିଲେ ଇଏ କରିବେ ସେ କରିବେ ମୁଁ ଯିବିନି। ସେ ସେମିତି କରିବେ। ଆଉ ଶୋଇଥିବ ସେମିତି କରନି? ହଁ ମୋ ପୁଅ ମଝିରେ ଶୁଏ, ମୁଁ ସେପଟେ ଶୁଏ ଇଏ ଏପଟେ ଶୁଅନ୍ତି। ଓହୋ। ଯୋଉଦିନ ତାଙ୍କର ମନ ହବ ସେ ଡାଇରେକ୍ଟ ଉଠିକି ଏପଟରୁ ଉଠିକି ପଳେଇବେ ମୋ ପାଖକୁ। କଣ ଆସିକି ସିଧା ପୁରେଇ ଦିଅନ୍ତି ନା କଣ? ହୁଁ? ମୁଁ କହିଲି ଆସିକି କଣ କରନ୍ତି, କିସ୍ କରନ୍ତି ନା ଡାଇରେକ୍ଟ? ନାଇଁ ପ୍ରଥମେ ଆସିକି କଣ କରିବେ କୁହନି, କଣ? କିସ୍ କରିବେ। କିସ୍ କରିକି କଣ କମରକୁ ଚିପିବେ, କମରକୁ ଚିପିଲେ ଝିଅ ଛୁଆଙ୍କର ମୁଡ୍ ହୁଏ। କିନ୍ତୁ ମୋର ମୁଡ୍ ହୁଏନି। କଣ? କମରକୁ ଝିଅ ଛୁଆଙ୍କର କମରକୁ ଚିପିଲେ ତାର ଝିଅ ଛୁଆଙ୍କର ମୁଡ୍ ହୁଏ। କିନ୍ତୁ ମୋର ହୁଏନି, ସେ କିନ୍ତୁ ଚିପନ୍ତି। ଚିପିଲେ କିସ୍ କରିବେ, କିସ୍ କରିକି ଉପରେ ଆସିକି ଶୋଇବେ। ସେମିତି ଶୋଇକି ତାପରେ ମୁଁ ଯେତେବେଳେ କହିବି ସେତେବେଳେ ଯାଇକି ତାଙ୍କର କାମ କରିବେ ଆଉ। ବ୍ରା ଚିପନ୍ତିନି? ହଁ ସେଇଟା ତ ଆଗେ ନା। ସେଠି ଆଗେ ହାତ ଯିବ ଆଉ। ସବୁ ସଲା ହୁଏ, ସେ ଯେତେବେଳେ ରୋମାନ୍ସ କରିବେ ସବୁ ସରିଯାଏ। ତମର ଦେହରେ କିଛି ରୁହେନି? ନାଇଁ ଖାଲି ଗୋଟେ ବ୍ଲାଙ୍କେଟ ଭିତରେ ଦି ଜଣ ଶୋଇବୁ। ନାଇଁ ସତରେ। ଭାଗ୍ୟ ପାଇଁ ଆବଶ୍ୟକ। ସେ ସବୁ ଖୋଲିଦିଅନ୍ତି ମୋର ବି ସବୁ ଖୋଲିଦିଅନ୍ତି। ମତେ ମାନେ ବେଳେ ବେଳେ ବିରକ୍ତ ଲାଗେ ଯୋଉଦିନ ରାଗ ମୁଡରେ ଥିବି ସେଦିନ ସେମିତି ନୁହେଁ, ଖାଲି କିଛି ଖୋଲିବେନି ଖାଲି ପେଣ୍ଟି ଖୋଲିଦେବେ ଖୋଲିଦେଇ ବାସ୍ ଏପଟେ ଶୋଇକି ତାଙ୍କର ମୁଡ୍ ଇଏ ହେଲେ ସେ କରିଦେଇଥିବେ ଆଉ କିଛି ନାହିଁ। ପ୍ୟାଣ୍ଟି କଣ ସବୁବେଳେ ପିନ୍ଧୁଛ? ମୋର ସବୁବେଳେ ପେଣ୍ଟି ନ ପିନ୍ଧିଲେ ମତେ ଭଲ ଲାଗେନି। ମୋର ମୋ ବ୍ରାଏ ସବୁବେଳେ ପିନ୍ଧିବିନି କିନ୍ତୁ ପେଣ୍ଟି ସବୁବେଳେ ପିନ୍ଧିବି। ଗୋଟେ କଥା କହି ଶୁଣିବ? କୁହ। ଖରାପ ହେଇଯାଆନ୍ତୁ କହିବ ତ ମାଗୁଛି ଇଏ କରୁଛି। ନାଇଁ ତମେ ତ ଏତେ କଥା କହିଲାଣି କୋଉ କଥା କାହା ଖରାପ କଥା ନୁହେଁ କି? ନାଇଁ ଯୋଉଟା ଫଟୋ ତ ହୁଏ ମୁହଁ ଦେଖେଇବନି ଖାଲି ବ୍ରା ସାଇଜ। ନାଇଁ ଫଟୋ ଗୋଟେ କଥା ହେଲା ନା ଆପଣ କହିଲେ କଣ ରୋମାଣ୍ଟିକ କଥା ହବା କଥା ହେଲି ନା। ହେଲା ଯେ ଏପଟେ ପୁରା ଅବସ୍ଥା ଢିଲା ହେଇଗଲା ନା ସେ କହୁଛି। ନାଇଁ ପ୍ଲିଜ ଫଟୋ କଥା କୁହନି ଆଉ ଯାହା କହୁଛ କୁହ। ହଉ ଠିକ ଅଛି। ଆଉ ତମେ ଯେତେ ରୋମାଣ୍ଟିକ କଥା ହଉଛ କୁହ ମୁଁ କିଛି କହିବିନି କିନ୍ତୁ ଫଟୋ କଥା କୁହନି। ଭାଇଙ୍କ କେତେ ବଡ? ପ୍ରାୟ ମାନେ ଯେତେବେଳେ ମାନେ କହୁନ କଣ କହୁଛ ଖାଲି। ମାନେ ଭାଇଙ୍କର ଯେତେବେଳେ ମାନେ ମୁଡ୍ ନ ହେଇଥିବ ଭଲ ସାଧା ସିଧା ଥିବ ସେତେବେଳେ ଆଙ୍ଗୁଳିଏ ଖଣ୍ଡେ ହବ ଆଉ। ଆଙ୍ଗୁଳି? ଗୋଟେ ଆଙ୍ଗୁଳି ଯେତିକି ଗୋଟେ ସେତିକି ଗୋଟେ ମାନେ ଗୋଟେ ଇଞ୍ଚ ନା କେତେରେ? କୋଉ ଆଙ୍ଗୁଳି? ମଝି ଆଙ୍ଗୁଳି ଯେଡିକିଟେ ସେଡିକିଟେ। ଆଉ ତାପରେ ଯେତେବେଳେ ତାଙ୍କର ମୁଡ୍ ହବ ସେଇ ଆଙ୍ଗୁଳିର ଦେଢ ଆଙ୍ଗୁଳି ହେଇଯିବ ଆଉ। ଦେଢ ଆଙ୍ଗୁଳି କି ଦି ଆଙ୍ଗୁଳି ଆଉ। କାଟେନି? କାଟେନି ତ? ଶୁଭିଲାନି? ମୁଁ କହିଲି କାଟେନି ତ? ନାଇଁ ପ୍ରଥମ ତ କାଟୁଥିଲା ନା ପିଲା ହେଇସାରିଲା ପରେ ଆଉ ଏତେ କାଟେନି।
ଏବେ ମାନେ ମାନେ ଯଦି 2 ଦିନ 3 ଦିନ ଥରେ ହଉ ତ କାଟନ୍ତାନି, ଯୋଉ ମାସରେ ଥରେ 15 ଦିନ ଥରେ ହେଲା ବେଳକୁ ଜଷ୍ଟ ଟିକେ ଟିକେ ଯେତେବେଳେ ଆରମ୍ଭ ହଉଛି କାଟୁଛି, ତାପରେ ଆଉ କିଛି ନାହିଁ। ଓହୋ। ଆଉ କଣ କହ? ତମେ ସବୁ ଟ୍ରେନିଂ ନେଇଯାଉଛ ମୋ ପାଖରେ, କେମିତି କଣ କରିବା ନ କରିବା। ନାଇଁ ମୁଁ ଆଉ ଯୋଉ କୁହନ୍ତି ନା ଯୋଉ 30 ମିନିଟ୍ 15 ମିନିଟ୍ ଖଣ୍ଡେ ଏମିତି କରନ୍ତି ସେଇଟା ଥରେ ତାଙ୍କ ଜୀବନରେ ଥରେ ବୋଧେ ମତେ କହିଲେ ନଈ ପଡ ନଈ ପଡ ପଛ ପଟ ଯୋଉ କରିବନି ଓହୋ ମାରେ ସେଇଟା ସେଇଟା ଯୋଉ ମୁଁ ଦେଖିନି ସେଇଟା ଯୋଉ ଭିଡିଓ ଦେଖେନି କି ସେମିତି କରନ୍ତି ଭଲ ଲାଗେ। ମତେ ସେ ଭିଡିଓ ଦେଖିବା ପାଇଁ ଭଲ ଲାଗେନି। ମତେ କୋଉ ଭିଡିଓ ଜାଣିଛ ନା ଭଲ ଲାଗେ, ମାନେ ପୁରା ପିଓର ଦେଶୀ, ମାନେ ଗୋଟେ ପୁଅ ଆସିବ ଗୋଟେ ଝିଅ ଆସିବ, ପ୍ରଥମେ ସେ ଝିଅର ଡ୍ରେସ୍ ଖୋଲିବ, ତାପରେ ତାକୁ କିସ୍ କରିବ, ସେମିତି କଥା ତାପରେ କହୁଛି ନା, ସେମିତି କଥା କହୁଛି ନା। ସେ କିସ୍ ପର୍ଯ୍ୟନ୍ତ ଦେଖିବି, ତା ପଛେ ଆଉ ଦେଖିବି। ଆଉ ଯୋଉ ଗୋଟେ ଗୋଟେ ବିଦେଶୀ ନା ଠିଆ ହେଇକି ବସିକି ମାରେ ମୁଁ ଯଦି ଧରିନିଅ ଧରିନିଅ ତମ ସ୍ୱାମୀ ହେଇଥାନ୍ତି, କେମିତି କରିଥାନ୍ତି କହିଲ ତମକୁ? କେମିତି କହୁନ ଭାବ ଗୋଟେ। ମୁଁ କେମିତି କାହାକୁ ଦେଖେଇ ନଥାନ୍ତି, ଅନଲି ଫର ଶୋଇକି। ନାଇଁ ଶୋଇକି ତ କଥା ବି ହେଇନଥିଲା। ଶୋଇକି ଗୋଡ ଉଠେଇଦେବି, ବାସ୍ ତମର ଯେତେ ଇଚ୍ଛା ଯାହାର ଯେତେ ଇଚ୍ଛା କରିଦେଇକି ପଳା। ସେମିତି ମୁଡ୍ ହବ ହବନି? ନା। କିଏ କହିଲା ହବନି? ତମେ ଯୋଉ ଖଟରେ ବସିଥିବ, ମୁଁ ଯିବି କିସ୍ କରିବି, କିସ୍ କରିବି ସେମିତି, ତାପରେ ଚିପିବି, ତାପରେ ତା ହାତ ମାରିବି। ହାତ କୋଉଠି ମାରି କହିଲ? କୋଉଠି ହାତ ମାରିବ, ଉପରେ ନା କୋଉଠି? ତଳେ। ଆଚ୍ଛା, ତାପରେ ତଳେ ହାତ ମାରିସାରିଲା ପରେ ତମେ ତ ନିହାତି ଇଏ ହବ ନା, ତମର ତମେ ବି ଇଚ୍ଛା କରିବ। ଇଚ୍ଛା କରିବ ନାଇଁ। କଣ ଇଚ୍ଛା କରିବନି ଏତେ ସବୁ କଲା ପରେ? ନା। ହଁ ତମେ କହୁଛ ଏଇନା ଚିପିଲେ ତମର ଇଚ୍ଛା ହେଇଯାଏ। ହବ ନା, ନିହାତି ନା। ମୁଁ ସେମିତି କହିଦେଲି ଇଚ୍ଛା ହବନି ବୋଲି, କିନ୍ତୁ ଇଚ୍ଛା ହବ। ଇଚ୍ଛା ହବ ନା। କଲା ତମ ନିଦ ଆସୁନି? ନିଦ କଣ, କଥା ହେଲେ ନିଦ ଆସିବ? ମୋର ତ ଇଚ୍ଛା ହେଲାଣି ନା କରିବାକୁ। ଦେଖୁନି ବାହାରେ କେହି ବୁଲୁଛନ୍ତି, ନେଇ ଆସ ପଳେଇ ଆସ ଏଇଠି। କଣଟା କହୁନା ଡିସ୍ଚାର୍ଜ ଯାଅ। ପଳେଇ ଆସୁନ ଏଇଠିକି ମୋ ପାଖକୁ। ସେତେବେଳେ ଏବେ ଯୋଉ ପାଖରେ ଥାନ୍ତା ତ ଏବେ ପଳାରେ। ଗୋଟେ ବ୍ଲାଙ୍କେଟ ମୋ ପୁଅ ମୁଁ 2 ଜଣ ଶୋଇଛୁ ନା, ତମ ପଳେଇ ଆସିଲେ ଭଲ ହୁଅନ୍ତା। ଆଉ ଟିକେ ନାକୁ ତମକୁ ଛିଡା ହେଇ କରିବି ସତରେ କହୁଛି। ଛିଡା ହେଲେ ପାଇଏନି, ମୁଁ ବା ମୋଟିଟେ। ମୋଟି ହେଲେ ତ ଆହୁରି ବହୁତ ମଜା ଲାଗିବ। ଗୋଡ ଉଠେଇକି କରୁଛ ଦେଖିଛ? ସେଇଟା ମୁଁ ଶୋଇ ପଡିବି, ମୋ ଗୋଡ 2ଟା ଉଠେଇକି ନେଇକି ତାଙ୍କ କାନ୍ଧ ଉପରେ ରଖିଦେବେ, ରଖିଦେଇକି ସେ ସେମିତି ନାଇଁ ସେମିତି ମଜା ସେମିତି ନା। ନୁହଁ, ସେମିତି ନାଇଁ ମାନେ ତମେ ଛିଡା ହେଇଥିବ, କାନ୍ଥକୁ ଧରିକି ଧରିକି ଛିଡା ହବ, ଠିକ ଅଛି। ତାପରେ ଗୋଟେ ଗୋଡ ତମ ତଳେ ରହିବ, ଆଉ ଗୋଟେ ଗୋଡ ମୋ କାନ୍ଧ ଉପରେ ରହିବ। ମାରେ ଢେର କାଟିବ, ସେମିତି କଷ୍ଟ ହବ। ସେଇ ତ ମଜା ନା। ମାରେ ଦେଖିଛୁ ନା ଝିଅ ଛୁଆଟା କୋଉ ଭଳିଆ ଚିଲାନ୍ତି ସେମିତି କଲେ। ସେମିତି କଲେ ଭଲ ଲାଗିବ। କଷ୍ଟ ସେମିତି କେବେ କରୁନ ଦେଖିବା। ମତେ ସେମିତି ମାନେ ମତେ ଆଗେ କଷ୍ଟ ହବ, ମୁଁ ସେମିତି କେବେ କରେନି। ମୁଁ କହିଲି ମୁଁ ଶୋଇ ପଡିବି ନା, ସେ ଆସିକି ମୋ ପାଖରେ ବସି ପଡିବେ, ମୋ ଗୋଡ 2ଟାକୁ ଉଠେଇ ନେବି ତାଙ୍କ କାନ୍ଧ ଉପରକୁ, ଉଠେଇକି ସେ ବସିକି ପଡିବେ। ତାଙ୍କୁ ସେମିତି ମଜା ଲାଗେ। ହାତ ପୁରାନ୍ତିନି କୋଉଠି? ହାତ ପୁରାନ୍ତିନି? ନାଇଁ।
ହାତ ମାରନ୍ତି ସିଏ କିନ୍ତୁ ଉପର ମାନେ ପେଣ୍ଟି ଭିତରକୁ ମୁଁ ଦିଏନି ହାତ ମାରିବା ପାଇଁ ମୁଁ କହିବି ନୁଙ୍ଗୁରା ଲାଗିବନି ତମକୁ ସେ ନାଇଁ ନୁଙ୍ଗୁରା କାହିଁକି ଲାଗିବ ଏଇଟା ଗୋଟେ ମୁଡ୍ ଟାଇମରେ ସେକ୍ସ ଟାଇମରେ ନୁଙ୍ଗୁରା କାହିଁକି ଲାଗିବ ମୁଁ ତ ହାତ ଭରି ଦିଅନ୍ତି ନୁଙ୍ଗୁରା ଲାଗିବ ନା ନୁଙ୍ଗୁରା କାହିଁକି? ଯେତେ ଯାହା ହେଲେ ଝିଅ ଛୁଆଙ୍କର ସେଇଟା ହଉଛି ଅପରିଷ୍କାର ଜାଗା ନା। ଶୁଣା ହୁଁ? ମାନେ ହଁ ମାନେ ଜଣ ସହିତ ସେକ୍ସ କରିବେ ତାକୁ ତ ଗରମ ଫାଷ୍ଟ କରିବ ନା। ତମେ ଯାହାକୁ ବାହା ହବ ନା ମ୍ୟାରେଜ କରିବ ଯାହାକୁ ତା ବେଳଟି ଖରାପ। ଯାହା କହିଲ ସତରେ ନା? ସତରେ ନୁହଁ କଣ ପଶୁ ଭଳିଆ କରିକି ନେବା ତମେ ଗୋଟେ ଦିନକୁ ମାନେ ଆଉ ମାନେ କୋଉଠିକି ଯିବନି ମାନେ ଖାଲି 5 ମିନିଟ୍ ଖାଲି କହି ତମେ ଖୋଲ ମୁଁ କରିବି ସେ ତ ଯାହା କରିଥିବ ମୁଁ ଖାଲି ପଛପଟେ ଯାଇକି ଲୁକା ଠିକ କରିବି। ଭଗବାନଙ୍କୁ ଡାକୁଛି ତମ ପାଇଁ ଗୋଟେ ମାନେ ବେଶୀ ମୋଟି ନୁହେଁ କି ବେଶୀ ପତଲି ନୁହେଁ ସ୍ଲିମ ବାଲା ଝିଅଟେ ଦେ ଠିକ। ଆଜି 3600 ଜାଗାରେ ମୋଟି ହେଲେ ଧୂଆଁସେ ପଡିବ ପତଲି ହେଲେ ତାର ମାନେ 36 ରେ ଗୋଟେ ଦରକାର 36 ଗୋଟେ ଦରକାର 36 ରେ 36 ସାଇଜ ର 36 ସାଇଜ ରେ ତମ ଦରକାର ତାହେଲେ 36 ସାଇଜ ଭଲ ନୁହଁ ବଡ ହେଇଯାଉଛି ବେଶୀ ଏକ୍ସେସ ବଡ ହେଇଯାଉଛି ସବୁ ଟୋକା ହେଟିକି ନଜର ରଖିଥିବ। ତାହେଲେ ଜଣା ଅଛି ନା 34 ଠିକ। ହଁ